ହଉ ଆମେ ମିଟିଂ ଷ୍ଟାର୍ଟ କରିବା। ବହୁତ ଲମ୍ବା ସମୟ ପରେ ଆମେ ଆଜି ବସିଛେ ମିଟିଂ ରେ। ଟିକେ ହେଲ୍ଥ ଇସ୍ୟୁ ଏସବୁ ମେଡିକାଲ ଫେଡିକାଲ ଚକ୍କରରେ ଟିକେ ହେଇଗଲା, ଡିଲେ ହେଇଗଲା, ସବୁ ମିଟିଂ ରେ ନେଇ ପାରିଲେନି। ଆଜି ମିଟିଂ ରେ ଆମେ ବସିଛୁ, ଯାଉ ବହୁତ ଭଲ ଟାଇମ ରେ ବସିଛେ। ଆଉ ହୋପ୍ କି ସେତେବେଳେ ଯୋଉ ଆମେ ମିଟିଂ କରୁଥିଲେ ଜଣେ ଦି ଜଣଙ୍କର ଖାଲି ପେ ଆଉଟ୍ ଏସବୁ ରିସିଭ୍ ହେଇଥିଲା। ଏବେ ଭାବୁଛି କି ବହୁତ ଲୋକଙ୍କର ପେ ଆଉଟ୍ ରିସିଭ୍ ହେଇଯାଇଥିବ। ମାନେ ଅଧିକାଂଶ ଲୋକ ସେମାନେ ପେ ଆଉଟ୍ ପାଇ ଯାଇଥିବେ ଯୋଉମାନେ କି ଗ୍ରୁପରେ ଅଛନ୍ତି। ଓକେ, ତ ଆମେ ସେଇପରି ମାନେ ସେୟାରିଂ କରିବା, ଯେମିତି ରୁଲ ଥିଲା ଆମର କି ଅଧିକାଂଶ ଆମ ହାତରୁ ପକେଇବାନି, ହାତରୁ ଇନଭେଷ୍ଟମେଣ୍ଟ ଟା ଟିକେ ମିନିମାଇଜ କରିବା। ଆମ ଦ୍ୱାରା ଯେତିକି ହେଇପାରିବ, ମାନେ ଯେତିକି ଆମେ ଇଏ କରିପାରିବା, ଯେମିତି କି ସେୟାରିଂ ମାନେ ଡାଉନଲାଇନ୍ ଅଫଲାଇନ୍ ମିଶିକି ସେୟାର କରିକି ଆମେ ଦି ଜଣ ଯାକ ଆକ୍ଟିଭ ହେଇପାରିବା, ସେଇ ହିସାବରେ ଚାଲିବ। ଏବେ ଟିକେ ମାନେ ସର୍ଭରଟା ଡାଉନ ଅଛି, ଯୋଉ ଅଫଲାଇନ୍ ଯିଏ ପକଉଛି ତାକୁ ଏବେ ରେଫରାଲ ବେନିଫିଟ ଟା ଆସୁନି ଇମିଡିଏଟ। ସେ କୋଉଠି ନା କୋଉଠି ଷ୍ଟକ୍ ହଉଛି, ଯେହେତୁ ଅପଡେସନ ଚାଲିଛି କୋଉଠି ନା କୋଉଠି ଷ୍ଟକ୍ ହଉଛି। ବଟ୍ ସେ ଯାକୁ ପାଇଯିବେ। ସେ ଯୋଉମାନଙ୍କୁ ଯାହାର ଟପ୍ ଅପ୍ କରୁଛ ତାର ଖାଲି ୟୁଆଇ ଟା ମନେ ରଖିଥ, ପର ମୁହୂର୍ତ୍ତରେ ଆମେ ସେଟା କମ୍ୟୁନିକେଟ କରିପାରିବା କି କାହିଁକି ମିଳିଲାନି ଏଟା ବୋଲି। ଓକେ, ତ ନହେଲେ ଏବେ ଟିକେ ସ୍କିପ୍ କରିଯାଅ, କାଲି ପହରଦିନ ଆଡକୁ ପୁଣି ତାର ଡିପୋଜିଟ୍ ମାରିବ। କାରଣ ଏ ଯାଏଁ ଅପଡେଟ୍ ହେଇନି ସଫ୍ଟୱେୟାର ଟା। ଯେହେତୁ ସଫ୍ଟୱେୟାର ଟା ଅପଡେଟ୍ ହଉନି, ଆମର ଯେତେ ଲୋକ ଡିପୋଜିଟ୍ କରିଛନ୍ତି 50 USDT ତାଙ୍କୁ ରେଫରାଲ ବେନିଫିଟ ଟା ଆଜ ଟୋକନ ଆକାରରେ ଏପର୍ଯ୍ୟନ୍ତ ଆସିନି। ମାନେ ଆଜିଠୁ କାଲିଠୁ ଏମିତି 2 ଦିନ ହେଲା ସେମ୍ ଇସ୍ୟୁ ଚାଲିଛି। ବଟ୍ ୱିଡ୍ରଲ୍ ସମସ୍ତଙ୍କର ଟାଇମ୍ ଆସିଯାଉଛି, ୱିଡ୍ରଲ୍ ର କିଛି ଅସୁବିଧା ନାହିଁ। କାହାର 24 ଆୱାର ତ କାହାର 48 ଆୱାର, ଏଇ ଭିତରେ ରିସିଭ୍ ହେଇଯାଉଛି ୱିଡ୍ରଲ୍ ଟା। ଓକେ, ସୋ ଆମ ଭିତରେ କେତେ ଜଣ ଅଛନ୍ତି ଯାହାର ୱିଡ୍ରଲ୍ ରିସିଭ୍ ହେଇଛି? ଟିକେ ହ୍ୟାଣ୍ଡ ରାଇଜ କରିବେ ଖାଲି। ଏ ଭିତରେ କେତେ ଜଣ ଅଛନ୍ତି ଯାହାର ୱିଡ୍ରଲ୍ ରିସିଭ୍ ହେଇଛି? କାହାର ନାହିଁ? ଗ୍ରୁପ ରେ ଏତେ ମେସେଜ ଥିଲା। ଆଚ୍ଛା, ୱିଡ୍ର କିଏ କିଏ ପକେଇଛ? ଦେବରାଜ ବେହେରା। ଓକେ, ଦେବରାଜ ବେହେରା ୱିଡ୍ର ରିସିଭ୍ ହେଇଛି। ଗ୍ରୁପ ରେ ବହୁତ ଲୋକ ସ୍କ୍ରିନଶଟ ବି ପକେଇଛନ୍ତି ନା, ସେ ଭିତରେ କିଏ କିଏ ଅଛ? ୱିଡ୍ର ଆଜି କୋଉ ମାନେ ପକେଇଛନ୍ତି ୱିଡ୍ର? ଆଜି ୱିଡ୍ର କେତେ ଜଣ ମାରିଛନ୍ତି? ହ୍ୟାଲୋ ହଁ ହ୍ୟାଲୋ। ଭାଇ ବୁଲୁ କହୁଛି। ହ୍ୟାଲୋ, ହଁ ବୁଲୁ। ମୁଁ ମାରିଛି ତ ୱିଡ୍ର ମାରିଛି ଆଜି। ହଁ ହଁ, ସେଇ ଆଉ 7,000 ଖଣ୍ଡେ ମାରିଛି। ଠିକ ଅଛି ଠିକ ଅଛି। ନା ଆଜି ଆଜି ପ୍ରାୟ ମାରିଛି ଦେଖ ଆଜି କେତେଟାକୁ ମରା ଆଜ୍ଞା, ହେଇଛି ୱିଡ୍ର ଟା? ଆଜି ସକାଳ ଭୋର 9ଟା ଭିତରେ ମାରା ହେଇଛି, 9ଟା ଖଣ୍ଡେ ହବ। କାଲି ଏକ୍ସପେକ୍ଟ ସକାଳ ଅଛି କାଲି 9ଟା। 9ଟା ଭିତରେ ପାଇଯିବ। କାଲି 9ଟା ଭିତରେ ପାଇଯିବ, କିମ୍ବା ଆ କାଲି, ହଁ କାଲି 9ଟା ଭିତରେ ଯଦି ନ ପାଉଛ ତାହେଲେ ସେଟା ଏକ୍ସପେକ୍ଟ କରିବ ପହରଦିନ 9ଟା ଭିତରେ। କାଲି ସକାଳେ ଯଦି ଆସିଲା ପକେଇବା ଗ୍ରୁପରେ। ହଁ, ସମସ୍ତଙ୍କର ହୁଁ 15 ଘଣ୍ଟା 17 ଘଣ୍ଟାରେ ଆସିଯାଉଛି। ବଟ୍ ଆମେ ହୁଁ ଆମେ ହୁଁ ଏକ୍ସପେକ୍ଟେସନ ରଖିବା 24 to 96 ଆୱାର। ଏବେ ଯୋଉ ମୁଁ ସେଇଟା ଚାଲିଛି ଲେଖିଛି କାହାର, ତାହେଲେ ସେଠି। ହଁ କାହାର 24 ଆୱାର ଆସିଯାଉଛି, କାହାର 48 ଆୱାର ଆସୁଛି। ହେଲା କି? ଆଜ୍ଞା। ସେଇ ହିସାବରେ ଏକ୍ସପେକ୍ଟେସନ ଟା ଆମେ ରଖିବା। ହଉ। ଆଉ ବହୁତ ସାରା ଲୋକଙ୍କର ମୁଁ ବି ଆଜି ୱିଡ୍ର ମାରିଛି, ପାଖାପାଖି ହାର୍ଡଲି 10 ଜଣଙ୍କର ମୁଁ ଆଜି ୱିଡ୍ର ମାରିଥିବି ଅଫିସ ରେ। ସେମାନେ ବୋଧେ ପ୍ରେଜେଣ୍ଟ ନାହାନ୍ତି କି କାଇଁ ଦେଖିବା। ହଁ, ବହୁତ ଲୋକଙ୍କ ୱିଡ୍ର, ଜିତୁ ଭାଇ ତାଙ୍କର ବି ୱିଡ୍ର ଆସିଛି, ତାଙ୍କର 2-3ଟା ୱିଡ୍ର ଆସିଛି। ଜିତୁ ଭାଇଙ୍କର 2-3ଟା ୱିଡ୍ର ଆସିଛି।
ଏମିତି ଗୁଡାଏ ଲୋକ ୱିଡ୍ର ପାଇଛନ୍ତି, ବଟ୍ ଏଇଠି କମ୍ୟୁନିକେଟ୍ କରୁନାହାନ୍ତି। ଗ୍ରୁପରେ ସ୍କ୍ରିନଶଟ୍ ଦେବା ଉଚିତ। ସ୍କ୍ରିନଶଟ୍ କେତେ ଜଣ ସେୟାର କରୁନାହାନ୍ତି। ସେମାନଙ୍କୁ ଟିକେ ଅନୁରୋଧ ରହିବ କି ସ୍କ୍ରିନଶଟ୍ ଯାକୁ ସେୟାର କର। ସ୍କ୍ରିନଶଟ୍ ସେୟାର କଲେ କଣ ଲୋକ ଜାଣିବେ କି ପ୍ରକୃତରେ ୱିଡ୍ର ଆସୁଛି। ଟପିକ ଟା ବି ଡିସ୍କସ କରିବା କି କମ୍ପାନୀ କଣ କଣ ଅପଡେଟ ଦେଇଛି, ନୂଆ ଅପଡେଟ ସବୁ କଣ କଣ ଅଛି ଡିସ୍କସ କରୁଛି ଗୋଟେ ଗୋଟେ କରି। ଯେମିତି ଦେଖିବ ସ୍କ୍ରିନ୍ ସେୟାର କରିବି। ସ୍କ୍ରିନ୍ ଦିଶୁଛି ତ ସମସ୍ତଙ୍କୁ? ଠିକ ଅଛି। ଏବେ କିଏ ଜଏନ୍ କଲା? କିଛିଟା ଅପଡେଟ ଅଛି କମ୍ପାନୀ ତରଫରୁ, ଯୋଉଟା ମୁଁ ତମକୁ ଦେଖଉଛି। ଏବେ ଦେଖ, ଆମେ ଅପଡେଟଟା ବହୁତ ଦିନ ହେଲା ଦେଖିନଥିଲୁ। ଏଇଠୁ ଆମେ ଷ୍ଟାର୍ଟ କରିବା ଅପଡେଟଟା। ଏଇଟା ପେ ଆଉଟ୍ସ ଅପଡେଟଟା ଆସିବ। ଆଚ୍ଛା, ଏଇଠୁ ଆମର ଅପଡେଟ ଦେବା ଷ୍ଟାର୍ଟ କରିଦେଇଛି। ଆଉ କଣ ଅପଡେଟ ଅଛି କି? ନାଇଁ, ଏତିକିର ଅପଡେଟ ଅଛି। ଦେଖ, ଏଇ ଗୋଟେ ପଏଣ୍ଟଟା ଦେଖୁଛ କି ଟ୍ରେଜର ଫଣ୍ଡ DAO। DAO ଟା ଯୋଉଟା ମୁଁ ଷ୍ଟାର୍ଟିଂରେ ସେୟାର କରିଥିଲି ହେଲା, କୋ କ୍ରିଏଟିଂ ଫ୍ୟୁଚର ଅଫ ଟ୍ରେଜରୀ ଇକୋସିଷ୍ଟମ ସହିତ, ମାନେ ସେ ଯୋଉ ଗଭର୍ନାନ୍ସ ଡ୍ୟାଶବୋର୍ଡ, ମାନେ ଯୋଉ ଆମର ଡ୍ୟାଶବୋର୍ଡଟା ଅଛି ଷ୍ଟେକ୍, ଯୋଉ ଆମେ ଏବେ ରିଜର୍ଭେସନ ନଉଛେ, ଷ୍ଟେକ୍ ସହିତ ବି ଗୋଟେ ଗଭର୍ନାନ୍ସ ର ଡ୍ୟାଶବୋର୍ଡଟା ସେ କରିବ। ପ୍ରପୋଜାଲ ଟା ତମେ ଇଏ କରିବ, ଭୋଟ ଫର ଆପ୍ରୁଭାଲ, ମାନେ ତମେ ଯୋଉ ପ୍ରପୋଜାଲ ଟା ଦେବ, ଏଇ ଏନଏଫଟି ଟା ତମେ ଷ୍ଟେକ୍ କରିଛ, ସେଟା ଗଭର୍ନାନ୍ସ କୁ ମଧ୍ୟ ସବମିଟ କରିପାରିବ ନିଜର ପ୍ରପୋଜାଲ ଟା। ଏପରି ଭାବରେ କିଛିଟା ଗୋଟେ ଡ୍ୟାଶବୋର୍ଡ ସେ ବନଉଛି। ତାର ଏଇଠି ତମେ ପାଇବ ଡିଟେଲସ ସେ ଲେଖାରେ। ଟିକେ ଉପରକୁ ଗଲା। ହଁ, ଏଠି ଦେଖ, ଡୁ ୟୁ नो କ୍ରିଏଟ ୟର ଓନ୍ କମ୍ୟୁନିଟି ପ୍ରପୋଜାଲ, ଦ ପ୍ରୋସେସ ଇଜ ଆଜ ଫଲୋଜ, ବିକମ୍ ନୋଡ ରିପ୍ରେଜେଣ୍ଟେଟିଭ, କ୍ରିଏଟ ଗଭର୍ନାନ୍ସ ପ୍ରପୋଜାଲ, ସବମିଟ ଟୁ କମ୍ୟୁନିଟି ଭୋଟିଂ। ସେଠି ଗୋଟେ ସୁଇଚ ଟା ଆମକୁ ଦବ ସେ, ମାନେ କମ୍ୟୁନିଟି ଭିତରେ ଆମ କମ୍ୟୁନିଟିକୁ ଆମେ କେମିତି ବନେଇବା। ଯେମିତି ମାନେ କି ଯିଏ ଲେଭେଲ 2 ରେ ଥିବେ, ସେମାନେ ନିଜ କମ୍ୟୁନିଟିକୁ ନେଇକି ଗୋଟେ ପ୍ରପୋଜାଲ ଟା ସବମିଟ କରିପାରିବେ। ଏଇଟା ଲେଭେଲ 2 ରେ ଥିବେ, ମାନେ କମ୍ୟୁନିଟି ପାଇଁ ଏଟା। ତମ ମାନଙ୍କର ସିଙ୍ଗଲ ୟୁନିଟ ପାଇଁ ଏଟା ମିଳିବନି। ଯୋଉମାନେ କମ୍ୟୁନିଟି ଭିତରେ ଥିବେ, ମାନେ ଯୋଉମାନେ ଲେଭେଲ 2 ବଗେରା ଥିବେ, ଲେଭେଲ 2 ଲେଭେଲ 3 କିମ୍ବା ଷ୍ଟାର ବାଲା ଥିବେ, ସେମାନେ ଏ କମ୍ୟୁନିଟିର ଫାଇଦାଟା ଉଠେଇ ପାରିବେ। ଗଭର୍ନାନ୍ସ ପ୍ରପୋଜାଲର ସେମାନେ ସବମିଟ କରିପାରିବେ। ଠିକ ଅଛି। ତାପରେ ଏଠି ଆପ୍ ଟା ଦେଇଦେଲା, ଟ୍ରେଜର ଏନଏଫଟି ଯୋଉ ଆପ୍ ଟା ଥିଲା, ସେଟା ଟ୍ରେଜର ଫଣ୍ଡ ରେ ଅପଡେଟ ହେଇଗଲା। ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟା ଅଛି, ଟ୍ୟୁବଟି ଟୋକନ, ଯୋଉଟା କି ରିଲିଜ ହବ, ମୁଁ ଦେଖିବି ସେଟା। ଯୋଉଟା ରିଲିଜ ହବାକୁ ଯାଉଛି, ତାର ଚାପ୍ଟର 2, ମାନେ ସେକେଣ୍ଡ ଫେଜ ଟା। ଫାର୍ଷ୍ଟ ଫେଜ ଚଲା, ସେକେଣ୍ଡ ଫେଜ ପରେ ଏଇଠି ଆମର ତାର ମାର୍କେଟ କ୍ୟାପଚର ଟା ଆସିଯିବ। ଏବଂ ମାର୍କେଟ କ୍ୟାପଚର ଟା ଆସିନି, ମାର୍କେଟ କ୍ୟାପଚର ଟା ଆସିବ। ଠିକ ଅଛି। ତାପରେ ତାପରେ କ୍ରିପ୍ଟୋ ୱାଲେଟ। ଏବେ ଯେତେବେଳେ ଆମେ 5000 ଟୋକନ ପାଉଥିଲେ ଏୟାର ଡ୍ରପ ଟା, ସେଇଟା ଆମେ ବହୁତ ସାରା ୱାଲେଟ ସେ ଅପସନ ଦଉଥିଲା। କିନ୍ତୁ ଏବେ ସେ ଦିଟା ୱାଲେଟ ହିଁ ଦେଖ, যেটা ହବ ଆଇଏମ୍ ଟୋକନ ଆଉ ଟ୍ରଷ୍ଟ ୱାଲେଟ। ଓକେ, ସୋ ଏଇଟା କେମିତି ଲିଙ୍କ କରିବ, ତାର ଲେଟେଷ୍ଟ ଭିଡିଓ ମୁଁ ୟୁଟ୍ୟୁବରେ ଛାଡିଦେବି ହେଲା। ମାନେ ଆଇଏମ୍ ଟୋକନ ଆଉ ଟ୍ରଷ୍ଟ ୱାଲେଟ ସହିତ ନିଜ ଆକାଉଣ୍ଟଟାକୁ କେମିତି ଲିଙ୍କ କରିବ, ଆଉ ଏୟାର ଡ୍ରପ ଟା କେମିତି ପାଇବ।
ଏ ଭିଡିଓଟା ମୁଁ ୟୁଟ୍ୟୁବରେ ଛାଡିବି ବହୁତ ଜଲ୍ଦି, ମାନେ ଏପର୍ଯ୍ୟନ୍ତ ସେ ସୁଇଚଟା ଦେଇନାହାନ୍ତି। ସୁଇଚଟା ଦେଲା ମାନେ ଫାଷ୍ଟ କରିକି ମୁଁ ଭିଡିଓଟା ୟୁଟ୍ୟୁବରେ ଛାଡିବି, ସମସ୍ତେ ସେଇଠୁ ଦେଖିନବ ଆଉ ତାକୁ ଫଲୋ କରିକି ନିଜେ ଆଇଏମ୍ ଟୋକନ କର କି ଟ୍ରଷ୍ଟ ୱାଲେଟ କର, ଦିଟା ତମେ ନିଜେ ଡାଉନଲୋଡ କରି ରଖିଥ, ଡାଉନଲୋଡ କରି ସାଇନ୍ ଅପ୍ କରି ରଖିଥ, ଆଇଏମ୍ ଟୋକନ ଆଉ ଟ୍ରଷ୍ଟ ୱାଲେଟ ଯାହାର ବି ବାଇ ଚାନ୍ସ ଅମଜଦ କିଛି। ହଁ, ଆପ୍ଲିକେସନରେ ଅଲରେଡି ଦେଇଦେଲାଣି ଇଏ କରିବା ପାଇଁ। ଦେଇଦେଲାଣି ତ? ଏବେ ଜଷ୍ଟ ମୁଁ 2 ଜଣ କଲି। ହଁ ହଁ, ଆଇଏମ୍ ଟୋକନ ଦେଲାଣି। ଆଉ ଯୋଉ ହଁ ହଁ, ନାଇଁ ନାଇଁ, ଆଇ ଆମ୍ ଟୋକନ 9ଟା ଦେଇଛି ଏବେ। ଠିକ ଅଛି ଠିକ ଅଛି, ମୁଁ ସେଟା ଦେଖି ଦଉଛି ହେଲା। ଆଉ ଯୋଉ ଆଗେ ପ୍ରୋବ୍ଲେମ ହଉନଥିଲା କରିବା ପାଇଁ, କିନ୍ତୁ ହୁଁ, ଏତିକି କରିବାକୁ ପଡୁଛି, କିନ୍ତୁ ଫାଷ୍ଟ ଗୁଗଲ ବାଉଣ୍ଡ କରିବାକୁ ବାଧ୍ୟ, ନହେଲେ ନଟ୍ ବାଉଣ୍ଡ ବୋଲି ଲେଖୁଛି। ହେଲା ଆଉ। ହଉ ଠିକ ଅଛି, ସେଟା ଗୋଟେ ଦିଟା ଆମେ ଗୋଟେ ଭିଡିଓ ବନେଇକି କରିଦେଲା ମାନେ ତମେ ଜାଣିଦବ। ଆଉ ମୁଁ ଭିଡିଓ ବନେଇକି ଛାଡିଦେବି କାଲି ହେଲା। କାଲି ନହେଲେ ହବ ହେଲେ ରାତି ଭିତରେ ମୁଁ ଗୋଟେ ଭିଡିଓ ବନେଇକି ପୋଷ୍ଟ କରିଦଉଛି ଗ୍ରୁପରେ, ଠିକ ଅଛି। ସେଟା କେମିତି ତମେ କରିବ, ଟୋକନ ଟା କେମିତି ନବ, ସେଟା ଗୋଟେ ଭିଡିଓଟେ ମୁଁ କ୍ରିଏଟ କରିଦେବି। ତାପରେ ଦେଖ, ଏଇଠି ଦେଲା ତମର, ଏଇଟା ମେନ୍ ଇମ୍ପୋର୍ଟାଣ୍ଟ ପଏଣ୍ଟଟା, যেটা ଆଜି ଡିସ୍କସ୍ କରିବାର ମେନ୍ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଫେଜ୍ 1 ରେ ଥିଲା ତମର 1 ମିଲିୟନ 0.004, 0.004 ଟା ବହୁତ ଜଲ୍ଦି ଏଣ୍ଡ ହେଇଯିବ। କେବେ ଏଣ୍ଡ ହବ ସେଟା ଏଇଠି ଚେକ୍ କରିଦବା। ଟ୍ରେଜର ଚେନ୍, ଆଉ ମାତ୍ର ଗୋଟେ ଦିନ 7 ଘଣ୍ଟା ଭିତରେ 0.004 ଟା ଏଣ୍ଡ ହେଇଯିବ। ଏହା ଅର୍ଥ ଯୋଉ ଟୋକନ ଟାକୁ ଏବେ ଆମେ ଯୋଉ ଆକ୍ଟିଭେସନ ପାଇଁ 50 USDT ଦେଇକି ଆକ୍ଟିଭେଟ ହେଇଯାଉଛୁ, ଆଉ ସେଟା 50 ରହିବନି, ସେଟା ହେଇଯିବ 100 USDT। ଏହା ଅର୍ଥ ତା ପାଇଁ ଯୋଉମାନେ ଏବେ ଭାବ, ଯୋଉମାନେ ଏବେ ଟୋକନ ପାଉଛନ୍ତି, ଭାବ ତମେ 10 ଦିନରେ ପାଉଥିଲ 50,000 ଟୋକନ, 10 ଦିନରେ ପାଉଥିଲ 50,000 ଟୋକନ, ଠିକ ଅଛି। ତା ଭ୍ୟାଲ୍ୟୁ ଟା କେତେ ଆସୁଥିଲା ଆମକୁ, 0.004 ଆକାରରେ $200 ଆସୁଥିଲା। ବର୍ତ୍ତମାନ ସେଇଟା ହେଇଯିବ, 50,000 ଟା ଇଣ୍ଟୁ 0.008, ମାନେ 200 ଟା 400 ହେଇଯିବ। ପୁଣି ଷ୍ଟେକ୍ ଆକ୍ଟିଭେସନ ପାଇଁ ଦେବ କେତେ, 12,500 ଟୋକନ। 12,500 ଟୋକନ ଭ୍ୟାଲୁ ଟା କେତେ ହେଇଯିବ, ସରି ଇଣ୍ଟୁ ହବ, 12,500 ଇଣ୍ଟୁ 0.008, $100 ହେଇଯିବ। ଯୋଉଠି $50 ଦଉଥିଲ ଆକ୍ଟିଭେସନ ପାଇଁ, ସେଠି $100 ଯିବ ହେଲା। $100 ଯିବ ବଟ୍ ପାଇବ $300। ସେଠି $50 ଯାଉଥିଲା, ପାଉଥିଲ $150। ହିସାବ ଟା କ୍ଲିୟର ହଉଛି ତ? $50 ଯାଉଥିଲା, ପାଉଥିଲ $150 10 ଦିନରେ। ଏଇଠି $100 ଯିବ, ପାଇବ, ହ୍ୟାଲୋ ହ୍ୟାଲୋ ଟିକେ ମୁଁ କହିସାରିଲା ପରେ ହ୍ୟାଲୋ। ପାଇବ, କହିସାରିଲା ପରେ ପାଇବ $300 10 ଦିନରେ, ଠିକ ଅଛି। ୟା ଅର୍ଥ ମାନେ ଏଇ ଯୋଉ ଫେଜ୍ 2 ଟା ଆକ୍ଟିଭେସନ ହବା ପାଇଁ ଆଉ 1 ଡେ 7 ଆୱାର୍ସ ଅଛି। ହଁ କୁହ, କିଏ କଣ କହୁଥିଲା? ହଁ, କଣ କହୁଥିଲି ଯେ ହଁ ଏଟା ଯୋଉ କହିଲ ଏବେ ପର ଷ୍ଟେକ୍ ରେ ଆସୁଛି 204 ଆମକୁ $200 ଆସୁଛି, ହଁ ଦିନକୁ $20 ଆସୁଛି। ହଁ ସେଇଟା ଯେତେବେଳେ ଡବଲ ହବ, ହଁ ସେଇଟା ଯୋଉ 5,000 ଅଛି ସେଟା 2,500 ଆସିବ। କାହିଁକି ହଁ ସେପଟେ ଦେଇଛି 1% ଆମକୁ ଇଣ୍ଟରେଷ୍ଟ ଦବ। ଷ୍ଟେକ୍ ଟା 1% ଦବା ପାଇଁ ଆମକୁ କହିଛି। ହଁ ହଁ ଆମକୁ $200 ଦବ। ହଁ ହଁ ହଁ। 2% ହ୍ୟାଲୋ, ଆମକୁ ଆବାଜ 1% ଟା ଲଗେଇଛି କମିଲା, ଆମେ। ଆବାଜ ଟା କମିଲା। କଏନ ଟା ଯୋଉ ଦଉଛି ଦିନକୁ 5,000 କଏନ ହଁ ଦଉଛି, ହଁ ସେଟା ହଁ 2,500 ହଁ କଏନ ଦବ। ତାର ହଁ ଭ୍ୟାଲୁ ଟା ହଁ ହଁ, ବାସ୍ ବାସ୍। ଏବେ ଦେଖ, ତମର 2,000 ଷ୍ଟେକ୍ ର ଇଏ କେତେ ହଉଛି, ଦେଖ ମୁଁ କହୁଛି ତମ ହିସାବ ଟା, ସେଇଟା ତମେ ଯୋଉ କହୁଛ ଠିକ ହିସାବ। ଏବେ 2,000 $2,000 ତମ ପାଖରେ ଅଛି, 2,000 1% କେତେ ହଉଛି,
$20 ହେଲା। $20 ରେ ତମେ କେତେଟା କିଣି ପାରିବ ଟୋକନ? 2500 ଟା। ଯୋଉଟା 5000 ଆସୁଥିଲା ସେଠି 2500 ଆସିବ। ବୁଝିପାରୁଛ ନା ନାଇଁ? ବଟ୍ ଯୋଉମାନେ ଷ୍ଟେକ୍ ପକେଇ ଦେଇଛନ୍ତି ମାସେ ପାଇଁ, 20 ଏବେ ଦିନ ପାଇଁ, କନସେପ୍ଟ କ୍ଲିୟର ହେଲା। ହଁ, ଯୋଉମାନେ ପକେଇ ଦେଇଛନ୍ତି ଷ୍ଟେକ୍ ମାସେ ପାଇଁ, ବୁଝ, ଆମେ ସିନା 10 ଦିନ ପକେଇଛେ, ଯୋଉମାନେ ମାସେ ପାଇଁ ପକେଇ ଦେଇଛନ୍ତି ସେମାନେ ଏବେ ଯୋଉ ଷ୍ଟାର୍ଟିଂ ରେ ପାଇଗଲେ, ଏବେ କେତେ କାଲି ପର୍ଯ୍ୟନ୍ତ ସେମାନେ ପାଇଯିବେ 80,000 କି ଲକ୍ଷେ ଟଙ୍କା ପାଇଯିବେ। ବୁଝିଲ ନା ନାଇଁ? ଲକ୍ଷେ ଟୋକନ ପାଇବେ। ଏ ଲକ୍ଷେ ଟୋକନ ର ଦାମ ସେତେବେଳେ କଣ ହେଇଯିବ? 400 ବଦଳରେ 800 ହେଇଗଲା। ବୁଝିପାରିଲ ତ? ଏଇଟା ବେନିଫିଟ। ଯୋଉମାନେ ମାସେ ପାଇଁ ପକେଇଛନ୍ତି ଷ୍ଟେକ୍ ଟା କି 20 ଦିନ ପାଇଁ ପକେଇଥିବେ, ସେମାନଙ୍କ ପାଇଁ ବେନିଫିଟ ଟା ଡବଲ ହେଇଗଲା। ଆଉ ଯୋଉମାନେ 10 ଦିନ ପାଇଁ ପକେଇଛନ୍ତି, ପୁଣି ଏବେ ଯୋଉମାନେ ପକେଇ ଦେଇଛନ୍ତି, ଏ ଗୋଟେ 2 ଦିନରେ ଯେତିକି ଟଙ୍କା ପାଇଗଲେ ସେ ଡବଲ ହେଇଗଲା। ପୁଣି ଆରଥରକୁ ତ ସେଇ ହିସାବରେ ପଇସା ଆସିବ ନା। ପଇସାଟା 0.008 ଆକାରରେ ହିଁ ଆସିବ ହେଲା। ସାର୍ ଯେ 15 ଦିନ ପାଇଁ ପକେଇଛି, ତମର କେତେ ଦିନରେ ବତଉଛି ଲେଫ୍ଟ, ଆଉ କେତେ ଦିନ ବତଉଛି? ଆଉ 5 ଦିନ। ହଁ, 5 ଦିନ। ତ ଏବେ କାଲି ଦିନଠାରୁ, କାଲି ଦିନଟା ପରେ, କାଲି ଦିନ ଯାଏ ଯେତେ ପାଇଯାଇଛ, ଏବେ କେତେ ପାଇଯାଇଛ? ଏବେ ସାର୍ କିଛି ୱିଡ୍ରଲ୍ କରିନି, ଯାହା ମାରିଥିଲି 10 ଦିନ, ଏବେ 15 ଦିନ ନାଇଁ ୱିଡ୍ରଲ୍ କରିଦେବାରୁ ଆଉ 5 ଦିନ ଅଛି ଟାଇମ। ନାଇଁ, ଏବେ କେତେ ଟୋକନ ପାଇଛ? ଟୋକନ ଟିକେ ଲାଇନ୍ କହିଦଉଛି। ଟୋକନ ପାଇଛି 41,314। ଯାହା ବି ପାଇଛ ସେଇଟା ଏବେ ଡବଲ ହେଇଗଲା। 47। ହଁ, ସେଇଟା ସେ ଟୋକନ ଭ୍ୟାଲୁ ଟା ଏବେ ଡବଲ ହେଇଗଲା ହେଲା, ଯାହା ବି ପାଇଛ। ଠିକ ଅଛି। ମୁଁ କ୍ୱେଶ୍ଚିନ୍ ପଚାରିବାକୁ ଦେବି, ଚାନ୍ସ ରହିଯାଅ। ଆଜ୍ଞା ଆଜ୍ଞା। ତାପରେ ନେକ୍ସଟ ମିଟିଂ କୁ ଆମେ ଯିବା, ନେକ୍ସଟ ଡିସ୍କସନ କୁ ଯିବା। ରହିଯାଅ ହେଲା। ଫେଜ 1 10% ବିଲିୟନ, ଏଟା ହେଲା 0.008। ଓକେ, ବର୍ତ୍ତମାନ ଏଟା ସେ କହିଲା କଣ? ଏଠି ଦେଖ, ଦିଟା ୱେରେ ୱିଡ୍ର ଦେଇଦେଲା, ଦିଟା ୱେରେ ୱିଡ୍ର ତମକୁ ଦେଇଦେଲା। ଦିଟା ୱେରେ କେମିତି ୱିଡ୍ର ଦେଲା? ଏ ଯୋଉ ଦେଲା flexible caching, the earned TUFT can be withdrawn directly। या अर्थ ତମେ ଯୋଉ TUFT ଟାକୁ USDT କୁ ନଉଛ, ତାପରେ ୱିଡ୍ର ମାରୁଛ, ସେଇଟା ନ କରିକି TUFT ଟୋକନ ଟାକୁ ଡାଇରେକ୍ଟଲି ପଠେଇଦବ ତମର ଯୋଉ ୱାଲେଟ ଟା ଲିଙ୍କ ହେଇଛି, ଯୋଉ ତମର ଟ୍ରଷ୍ଟ ୱାଲେଟ ଆଉ ଯୋଉ IAM ଟୋକନ, ଏ ଦିଟା ୱାଲେଟ, ଯୋଉ ୱାଲେଟ ଯିଏ ଲିଙ୍କ କରେଇଛି, ସେ ୱାଲେଟ କୁ TUFT ଟୋକନ ଟା ଡାଇରେକ୍ଟଲି ପଠେଇ ପାରିବ। ଇନଷ୍ଟାଣ୍ଟ ଆସିବ ସେଟା ହେଲା। ୱିଡ୍ର ପାଇଁ ଯୋଉ 24 ଘଣ୍ଟା 48 ଘଣ୍ଟା ଥିଲା, ସେଟା ଡାଇରେକ୍ଟଲି ତାକୁ ପଠେଇ ପାରିବ। ଫାଷ୍ଟ ଅପସନ ଟା, ଯୋଉଟା ଫ୍ଲେକ୍ସିବଲ କ୍ୟାସିଂ। ଓକେ, କନଭିନିଏଣ୍ଟ ଟ୍ରେଡିଂ ଟା କଣ? ଆମେ ଯେମିତି କରୁଛୁ, ଫାଷ୍ଟ ଟୋକନ ଟାକୁ USDT କୁ କନଭର୍ଟ କରୁଛୁ, ତାପରେ ଯାଇକି କ୍ୟାଶ ଆଉଟ କରୁଛୁ, ଆମକୁ ଲାଗୁଛି 24 ଘଣ୍ଟାରୁ 48 ଘଣ୍ଟା, ସେଟା ହେଲା କନଭିନିଏଣ୍ଟ। ଦିଟା ୱେ ତମକୁ ଦେଇଦେଲା। TUFT ଟାକୁ ଯଦି ନେଇଯିବ, ସେଟା ଲିଷ୍ଟିଂ ହେଲେ ହିଁ ତମେ ସେଲ୍ କରିପାରିବ, ଲିଷ୍ଟିଂ ନ ହେଲେ ସେମିତି ପଡିଥିବ। ବୁଝିପାରିଲ? ଆଉ ଯଦି ତମେ ଚାହୁଁଛ କି TUFT ନେଇକି ଷ୍ଟକ୍ କରିବା ପାଇଁ, ସେଟା ଡାଇରେକ୍ଟଲି ୱିଡ୍ର କରିପାରିବ। ଯଦି ନାହିଁ, ତାହେଲେ ଯେମିତି କନଭର୍ଟ କରିକି ଆମେ ୱିଡ୍ର ଏବେ କରୁଛେ, ସେଇ ଉପାୟ ଗୁଡା ଫଲୋ କରି। ନେକ୍ସଟ ଅପଡେଟ କଣ ଥିଲା, ଯୋଉଟା କି ଆଜିର ଅପଡେଟ ଟା, ସେଇ ସେମ୍ ଅପଡେଟ ଥିଲା, ଡିସେଣ୍ଟ୍ରାଲାଇଜ ଇକୋନୋମି ଗଭର୍ନଡ ବାଇ ଦ କମ୍ୟୁନିଟି। ଏବେ ସେ କିଛି ଗଭର୍ନାନ୍ସ ବଡି ସହିତ ଗୋଟେ କମ୍ୟୁନିଟି କ୍ରିଏଟ କରଉଛି। ସେମାନେ ଲେଭେଲରେ ଅଛନ୍ତି, ସେମାନେ ନିଜର କମ୍ୟୁନିଟିର ଗୋଟେ NFT କି କେତେଟା NFT କୁ ନିଜେ ଫେଜ ଆକାରରେ ଗୋଟେ ସବମିଟ କରିପାରିବ। ତା ପାଇଁ ଗୋଟେ ସେ ବଟନ ଦବ। ସେ କଣ ତା ଉପରେ ଟ୍ରେନିଂ ବି PDF ଟା ଏବେ ପଠେଇନି, ପଠେଇଲା ପରେ ତା ଉପରେ ଗୋଟେ ଭିଡିଓଟେ ବନା ହବ। ଠିକ ଅଛି। ନେକ୍ସଟ, ହଁ, ଏତିକି ଭିତରେ କାହାର କଣ ଡାଉଟ ଅଛି ପଚାର। ହାତ ଟେକ, ମୁଁ ଜଣ ଜଣଙ୍କୁ କହିଲେ ସେ ପଚାରିବେ ଆଉ। ହଁ, ଚନ୍ଦନ କୁହ। ଭାଇ ମୁଁ ଯଦି କାଲି 0.004 ରେ ଯଦି ଟୋକନ କିଣିଲି, ହଁ, ହଁ।
ତ ପରଦିନ ମାନେ ଯଦି 28 ଦିନ ମାନେ 30 ଦିନ କମ୍ପ୍ଲିଟ ହେଇଗଲା ମୋର ହଁ ସେଇଟା ଡବଲ ହେଇକି ଆସିବ ନା ଯଦି ପକେଇଲି ମୁଁ ଯଦି କାଲି। କାଲି ଦିନ ଯାଏ ଯଦି 004 ରେ ଅଛି ସେଇଟା ଡବଲ ହବ। ବାକି ପରଠୁ ସେ ତା ରେଟ୍ ହିସାବରେ ଆସିବ 008 ହିସାବରେ ଆସିବ। ହଁ ହଁ ମୁଁ କାଲି ପକେଇଦେବି ମନେକର ମୁଁ ଯଦି ପକେଇଦେଲି ହଁ କାଲି ପକେଇଲା ପରେ ପକେଇଦେଲେ ଆସିବ ଟି? କାଲି ପକେଇଦେଲେ ବେନିଫିଟ ରହିବ। ହଁ ହଁ କାଲି ଗୋଟିଏ ଦିନ ଅଛି ହଁ ଯୋଉଟା ପକେଇଲେ ତମେ ବେନିଫିଟରେ ରହିବ। ହଁ ହଉ ହଁ ହଉ ଲଲାଟ ତେନ୍ଦୁ ଦଳେଇ କୁହ। ହଁ ମୁଁ କଣ ପଚାରୁଥିଲି ଆମର ଆପଣଙ୍କର ତ ଅଧିକ ଟୋକନ ଥିବ ଯେ 2000 ରୁ ଅଧିକ ଅଛି ଯାହାର ସେ ଆ, ଆମର ଆପଣ ସେକେଣ୍ଡ ଟାଇମ ରିପିଟ କଲେଣି କି ଯୋଉଟା ଆମର ଗୋଟେ ଥର ଷ୍ଟେ କଲା ପରେ ଆଉ ରିପିଟ ଯୋଉ ଷ୍ଟେ କରାହବ ତାର କେତେ ଲାଗିବ ଗ୍ୟାସ୍ ଫି ଲାଗିବ? 25,000। ବର୍ତ୍ତମାନ 25,000 ଲାଗିବ ତା ଅର୍ଥ ଯେ 12,500 ଟା 130 ଡେଜ୍ ପାଇଁ ଲିମିଟେଡ ସେ ଗଲା। ହଁ ହଁ 12,500 ଆଉ ରହିବନି ସେ ତମ ପାଖରେ ନା ରହିବନି। ନା 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 12,500 ଟା ଯଦି ତମେ ରିଡିମ କରିଦଉଛ ଆଉ ଥରେ ତମେ ହଁ। 12,500 ବି ଦେଇକି ପୁଣି ଷ୍ଟେକ୍ ଟା ନବ। ନାଇଁ ନାଇଁ ବର୍ତ୍ତମାନ ଧର ଏବେ ମୁଁ ମୁଁ 10 ମୁଁ ଦିନ ବୁଝଉଛି। ମୁଁ ଏକ୍ଜାମ୍ପଲ ମୁଁ ମାରିଛି ହଁ 12 ତାରିଖରେ ମୋର ହବ ମାନେ 11 ଦିନ ପାଇଁ ମାରିଛି। ହଁ ହଁ ମୋର 1171 ଅଛି ଯାହା ହଁ ସେଇ ଅନୁସାରେ ଆସୁଛି ହେଲା ହଁ 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 କିନ୍ତୁ ମୁଁ ଆ ପରେ କେତେ ମାରିବି ସେ ଗୋଟାକ ରିପିଟ କରିବି ଆଉ ଥରେ ପୁଣି ମାରିବି ହଁ ସେଟା ସେମ୍ ସେଟା ସେମ୍ ସେଟା 12,500 ଗ୍ୟାସ୍ ପି ଦବ। ହଁ ସେମ୍ 12,500 କ୍ୟାସ୍ ପିଇବ ମୁଁ ସେଇଗୁଟା ପଚାରୁଥିଲି ଆଉ ହଁ କିଛି ନାହିଁ। ଆଉ ରିପିଟ୍ କରିବା ପାଇଁ 25,000 ଆମକୁ ଲାଗିବନି ତ? ନା ନା ରିପିଟ୍ କରିବା ପାଇଁ ସେମ୍ 12,500 ଗ୍ୟାସ୍ ପି ଦବ। ଓହୋ ମୁଁ ସେଇଗୁଟା ଡାଉଟ ମତେ କହିଲେ ନାଇଁ ଆଉ ଥରେ ସେକେଣ୍ଡ ତମେ ମାରିବ ମାନେ ସେଇଟା 25,000 ଦବାକୁ ପଡିବ। ନା ନା ତ ମୁଁ ଯିଏ ଯାହାର ଥିବ ଗୋଟେ ଷ୍ଟେକ୍ ରେ ଗୋଟେ ଜିନିଷଟେ ଥିବ ହଁ ପୁଣି ସେ ଆଉ ଗୋଟେ ଷ୍ଟେକ୍ ନେବାକୁ ଚାହୁଁଛି ତାହେଲେ 2500 ଦବ। ଓହୋ 25,000 ଦବ ହଁ ହଁ ଯେତେବେଳେ ଯାହା ହେଲା .8 ହେଲେ 0.00.8 ହେଲେ ସେଇ ଅନୁସାରେ ସେମ୍ ସେ ସାଇଜର ପଡିବ। ହଁ ସେଇ ଅନୁସାରେ ତାର ଯାହା ଭାଲ୍ୟୁ ପଡିବ ଆଉ ଯାହା ଭାଲ୍ୟୁ 12,500 ପଡିବ ହଁ 25,000 ସେ ଦବ। 12,500 ଭାଲ୍ୟୁ ମେ ବି 0.8 ହେଇପାରେ 0.04 ହେଇପାରେ ନହେଲେ 0.016 ହେଇପାରେ। ଯାହା ବି 0.016 ହେଇପାରେ ହଁ ତାହେଲେ ଯେତେବେଳେ ଯାହା ଥିବ 12,500 ହିଁ ଆମକୁ ଦବାକୁ ପଡିବ ମାତ୍ର ନାଇଁ? ହଁ 12,500 ଆମକୁ ଗ୍ୟାସ୍ ଫି ରିପିଟ୍ କଲେ 12,500 ଯଦି ହୁଁ ଡବଲ ନବ ତାହେଲେ 25,000 ଟ୍ରିପଲ ନେଲେ 50,000 ସେଇ ହିସାବରେ ବଢି ବଢି ଯିବ। ଡବଲ ନାଇଁ ଆମର ତ ଗୋଟେ ଅଛି ଡବଲ କୋଉଠି ନବ ଆଉ? ନାଇଁ ଯାହା କହୁଛି ତମର ସିନା ହଁ ଗୋଟେ ହଁ ଅଛି ହଁ କାହାର ହଁ 10-10 ଟା ଅଛି କାହାର 12-12 ଟା ହଁ ହଁ ଅଛି ହଁ 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 ଠିକ କାହାର ଅଛି ଠିକ 20 ଅଛି ଟା ଅଛି ହଁ ବୁଝିଲେ କି? ହଁ ଏଇଠି ଲୋକ ଏବେ ସବୁ ସବୁ କୋଟିପତି ରେଞ୍ଜ ରେ ଅଛନ୍ତି ଏବେ ହଁ ଯୋଉମାନେ ହଁ ବ୍ଲାକ୍ ବକ୍ସ ହଁ ମିଳିଛି। ହୁଁ, ହୁଁ, ହୁଁ। ହଉ ହଉ ଆଉ ତମେ କୁହ ଆପରେ କିଛି ଆଉ ଅନ୍ୟ ଯୋଉ ଯାହାର 300 200 ଯାହାର ତ ଅଛି ହଁ ସେମାନଙ୍କ ପାଇଁ ଆଉ କିଛି ଆଚ୍ଛା ନାଇଁ ଆମର ଯୋଉ ହୁଁ ଟପ୍ ଟୋକେନ ଟାକୁ ଆମେ ଯୋଉ ଡଲାରରେ କନଭର୍ଟ କରିହବ ନା ନାଇଁ? କରିହବ ଆଚ୍ଛା କରିକି ସେଇଟାକୁ ଆମେ ରଖିପାରିବା ମେନ୍ ୱାଲେଟରେ ରଖିପାରିବା? ହଁ ରଖିକି ରିଜର୍ଭେସନ ନେଇପାରିବ। ହଁ ସେଇଟା ଠିକ ଅଛି ହଁ ଓକେ ହୁଁ, ହଉ ହ୍ୟାଲୋ ସାର୍। ରିଜର୍ଭେସନ ନବ ରୁହ ଟିକେ ରହିବ ରିଜର୍ଭେସନ ନବ କିନ୍ତୁ ହଁ ସେଇଟାକୁ ଆଉ ଥରେ ଷ୍ଟେକ୍ ରେ ପକେଇଦବନି ଷ୍ଟେକ୍ ରେ ପକେଇଲେ ଆଉ ଆସିବନି ସେଟା ପୁଣି ପଳେଇବ ଗ୍ୟାସ୍ ଫି କୁ ବୁଝିଲ କି? ହଁ ପରା ସେଇ କଥା ପଡୁଛି ସେଇ କଥା ପଡୁଛି ଗ୍ୟାସ୍ ପିକ୍ ପଳେଇବ ନା ପକେଇଲେ ଲାଭ ନାହିଁ କିଛି। ଏମିତିଆ ମିଷ୍ଟେକ୍ 2 ଜଣ କରିଛନ୍ତି ଟିମ ରେ ସେ ଖେଳୁଛନ୍ତି ମୁଁ ପଚାରିଲି କଣ କରୁଥିଲୁ ନା ଭାଇ ମୁଁ ଟିକେ ଡେମୋ ଦେଖୁଥିଲି। ଡେମୋ ହଁ ଚକରରେ 15-20 ହଜାର ପଳେଇଛି ହେଲା। ହଁ 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 ତ ଏମିତିଆ ମିଷ୍ଟେକ୍ କେହି କରିବନି ଯଦି ତମେ ନା, ମେନ୍ ୱାଲେଟ କୁ ପଇସା ଆଣୁଛ ହୁଁ, ସେଇଟା ରିଜର୍ଭେସନ ନିଅ ନହେଲେ ୱିଡ୍ର ମାର। ହଁ 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 ଆଉ କିଛି ତା ଦେହରେ ଖେଳ ନାହିଁ। ହୁଁ ହୁଁ ହଉ ଠିକ ଠିକ ହ୍ୟାଲୋ ଓକେ ହ୍ୟାଲୋ ଥ୍ୟାଙ୍କ ୟୁ। ହ୍ୟାଲୋ ହ୍ୟାଲୋ ସାର୍। ହଁ ହ୍ୟାଲୋ। କିଏ ରଞ୍ଜନ? ନାଇଁ ସାର୍ ମୁଁ କ୍ଷିତୀଶ କହୁଛି ଆମର ସାଗରର ଡାଉନ୍ ଲାଇନ ରେ କହୁଛି। ହଁ କୁହ। ସାର୍ ମୁଁ ଯୋଉ ଫାଷ୍ଟ ଆପଣ ଟ୍ରେଜେରୀ ଏନଫଟି ଚାଲିଥିଲା ହଁ ହଁ ସେଇଥିରେ ସେଇଟା ତ ବନ୍ଦ ହେଇଗଲା। ତାପରେ ଆଉ ସିଷ୍ଟମ କିଛି ଅପଡେଟ ହେଲା ଆମର ଡାଉନ ଲାଇନ ଆମକୁ ଆମର ଅଫଲାଇନ ଆମକୁ କିଛି ଆଉ ଇନଷ୍ଟ୍ରକ୍ସନ ଦେଲେନି ମୁଁ ଟିକେ ବାହାରେ ରହିଗଲି ମେଡିକାଲ କେସରେ ରହିଗଲି। ମୋର କିନ୍ତୁ ସାର୍ ମୁଁ ସେଟା ମେସେଜ କରୁଛି କିନ୍ତୁ କିଛି ରିପ୍ଲାଏ ମିଳିପାରୁନି। ସେଇଟା ଗ୍ରୁପରେ ଅଛ ଟ୍ରେଜେରୀ ଏନଫଟି ଟା ଆଜ୍ଞା। ଗ୍ରୁପ ରେ ଅଛ? ଆଜ୍ଞା ଆଜ୍ଞା ଗ୍ରୁପ ରେ ଅଛି କିନ୍ତୁ ମୁଁ ଗ୍ରୁପ ରେ ପକଉଛି ମୋର କେମିତି କଣ ନା କରାଯିବ ନା ସେଇଟା କିଛି କାଇଁ ଗ୍ରୁପ ରେ ଗୋଟେ ୟୁଟ୍ୟୁବ ଚ୍ୟାନେଲଟେ ଅଛି। ହଁ ହଁ ହଁ। ସେଇଥିରେ ଏ ଟୁ ଜେଡ୍ ଷ୍ଟାର୍ଟିଂ ରୁ ସବୁ ଭିଡିଓ ଦେଖିବ ଏ ଟୁ ଜେଡ୍ ସବୁ ପାଇଯିବ। ଓହୋ ଆଉ ହୋ କିଛି କହିବାକୁ ନାଇଁ ପଡିବନି ତମକୁ ଆଉ କାହାକୁ କିଛି ପଚାରିବନି କି କିଛି କହିବାକୁ ପଡିବନି ଏ ଟୁ ଜେଡ୍ ସବୁ ଅଛି ସେଥିରେ।
କାଇଁ ଆମକୁ ଆଉ କିଛି ଅଫଲାଇନ ରେ ନାଇଁ ଆମର ଆଉ ଅଫଲାଇନ କିଛି ଦେଖ, ଇନଷ୍ଟ୍ରକ୍ସନ। ଅଫଲାଇନ ଯୋଉ ଖବର ପାଇଲେ ସେଇଟା ଭିଡିଓ ଆକାରରେ ଆମେ ଛାଡୁ। ସେ ଭିଡିଓଟାକୁ ତମେ ଦେଖିବାର ଦାୟିତ୍ୱ ହେଲା ତମର, ବୁଝିଲେ କି? ଓହୋ ସବୁ ଓହୋ ଲୋକ ତ ବୁଝିପାରିବେନି ନା ସ୍କ୍ରିନଶଟ ଏସବୁ ପଠେଇଲେ, ତେଣୁକରି ଆମେ ସିଷ୍ଟମ ଟାକୁ ଗୋଟେ ଗୋଟେ ଷ୍ଟେପ ଡେମୋ କରିକି ଭିଡିଓ ଆକାରରେ ଛାଡିଦେଲୁ। ଆଉ ଲିଙ୍କ ଟା, ୟୁଟ୍ୟୁବ ଲିଙ୍କ ଟା ସବୁଦିନ ପାଇଁ ରହିଲା। ତମର ଯୋଉଠି ଓହୋ ଯାହା ଡାଉଟ ହେଲା ସେଟା ଗୋଟେ ଗୋଟେ କରି ତମେ ଦେଖିବ, କ୍ଲିୟର ହେଇଯିବ, କିଛି ଅସୁବିଧା ନାହିଁ। ନାଇଁ ସାର୍, ମତେ ଟିକେ ସର୍ଟକଟ ରେ ଆପଣ ଟିକେ ମୋ ପାଇଁ ସମୟ ଟିକେ ଦେବେ। ଯୋଉ ଆପଣଙ୍କର ଟ୍ରେଜେରୀ ଏନଏଫଟି ହେଲା, ଟ୍ରେଜେରୀ ଏନଏଫଟି ଥିଲା, ଏବେ ଟ୍ରେଜେରୀ ଫୋନ ହେଲା ହଁ ଏ ନା। ଆଚ୍ଛା, ସେଇଟାରେ ଯୋଉ ଆମର ୱାଲେଟ ଥିଲା, ଆମେ ଏଇଟା ଅପଡେଟ କଲୁ, ଅପଡେଟ ଗୁଗୁଲ ପ୍ଲେ ଷ୍ଟୋର କୁ ଆଗେ ଦେଖଉନଥିଲା, ଏବେ ପ୍ଲେ ଷ୍ଟୋର କୁ ଯାଇକି ସେଟା ଅପଡେଟ ମାରିଲା ପରେ ଏଇଟା ହେଲା। କିନ୍ତୁ ଆମର ଆଉ ସେଇଥିରେ ୱାଲେଟ ଜିରୋ ଦେଖଉଛି, ସେଇଟା କେମିତି କନଭର୍ଟ କରିହବ? ଆଉ ସେଇ ଜିନିଷ ଟା ତମେ ୟୁଟ୍ୟୁବ ରେ ଦେଖ, କାରଣ ତମେ ପୁରା ବ୍ୟାକ୍ ଡେଟ ରେ ଅଛ ଏବେ, ହୁଁ ମାନେ ଆମକୁ କିଛି ପୁରା ମାସେ ବ୍ୟାକ୍ ରେ ଅଛ। ତ ମାସେ ହଁ ବ୍ୟାକ୍ ହଁ ରେ ଏବେ ରିପିଟ କରିବାନି ଏ ମିଟିଂ ରେ, ଆମେ ଏବେ ଲେଟେଷ୍ଟ ଟା ଅପଡେଟ କରୁଛେ। ହଁ, ହଁ 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 ହଁ। ହଉ, ହୁଁ, ନେକ୍ସଟ ଠିକ। ବିଦେଶୀ କୁହ। ଅମଜାଦ ଭାଇ, ହଁ ହ୍ୟାଲୋ। ହଁ ମୁଁ କୁହ କଣ କୁହ। କହୁଥିଲି, ଯୋଉ ଏବେ 2000 ଏବେ ଗୋଟେ ଷ୍ଟେକ୍ ନେଇଛି, ବୁଝିଲେ କି? ସେଇଟା ତାର ହଁ ଟାଇମ ଖଲାସ ହେଇଗଲା ପରେ ହଁ ଆଉଥରେ ସେଇଟାକୁ ନେଇ ହବ ଷ୍ଟେକ୍? ହଁ, ନେଇ ହବ। ନେଇ ହବ ନା? ହୁଁ, ସେ ଓକେ 2000 ଟା ଓକେ। ଯୋଉ ପର୍ଯ୍ୟନ୍ତ ତମକୁ ଆସିନି ମେନ୍ ୱାଲେଟ କୁ, ହଁ ହଁ। ସେଇ ନାଇଁ ନାଇଁ, ଯାଏଁ ମୁଁ ତ ତମେ ରେଡି, ଶୁଣ ଶୁଣ, 10 ଦିନ ହେଇଗଲା ପରେ ମୁଁ ରେଡିମ କରିଦେବି। ରେଡିମ ହେଇଗଲା ପରେ ତାପରେ ଆଉଥରେ ତ ନେକ୍ସଟ ଟାଇମ ନେଇ ହବ ନା ସେଇଟାକୁ? ହଁ, ମୁଁ ସେଇ କଥା କହୁଛି, ଯୋଉ ପର୍ଯ୍ୟନ୍ତ ସେଇ 2000 ଟା ତମର ମେନ୍ ୱାଲେଟ କୁ ଆସିନି, ସେଇ ଯାଏଁ ତମେ ଷ୍ଟେକ୍ ନଉଥିବ, ରିଡିମ୍ କରୁଥିବ, ଷ୍ଟେକ୍ ନଉଥିବ, ରିଡିମ୍ କରୁଥିବ, ଏଇ ପାଲା ଚାଲୁଥିବ। ଆହୁରି ଗୋଟେ କଥା ଅମଜାଦ ଭାଇ, ହଁ ଏ ଯୋଉ ଗ୍ରୁପ ରେ ଯୋଉ ଅନୟୁଜୁଆଲ ଯୋଉ ମେସେଜ ଯାକ ଯୋଉ ଢାଳୁଛନ୍ତି, ତାଙ୍କୁ ଟିକେ କହିଦିଅ ଟିକେ, ବୁଝିଲେ କି? ଆଉ କିଏ ନାଇଁ ଗୋଟେ ଦେଖ, ଆଜି ଗୋଟେ କିଏ ଭିଡିଓ ଗୋଟେ ଛାଡିଛି, ବୁଝିଲେ କି? ମାନେ ଦେଖ, ଭିଡିଓ ଛାଡ, ଯାହା ଯୋଉ ବି ସ୍କ୍ରିନଶଟ ଛାଡ, ଲୋକମାନେ ଦେଖିବେ, ସେଟା ଶିଖିବେ, ଜାଣିବେ, ସେ ଯାକ ଛାଡ, ବୁଝିଲ? ଅନୟୁଜୁଆଲ ସେ ଯାକ ଛାଡିଲେ ଖାଲି ଖାଲିରେ ଆମର ଫୋନରେ ମେମୋରି ଯାକ ଫୁଲ ହେଇଯାଉଛି। ଅନୟୁଜୁଆଲ ଭିଡିଓ କେହି ଛାଡ ନାହିଁ, ସେଟା ଆଗରୁ କୁହା ହଉଛି। ଆଉ ଯିଏ ଛାଡୁଛି ତାକୁ ଆମେ ଗ୍ରୁପ ରୁ ବାହାର ବି କରିଦଉଛୁ। ଖାଲି ମୁଁ ଦେଖିବା ପୂର୍ବରୁ ସେ ଭିଡିଓ ଯାକ ରହୁନି, ଡିଲିଟ ହେଇଯାଉଛି, ନହେଲେ ସେ ଗ୍ରୁପ ରେ ଏକ୍ଜିଟ ମାରିବାକୁ ମତେ 2 ମିନିଟ୍ ଲାଗିବନି ତାକୁ, ବୁଝିଲେ କି? ଅନୟୁଜୁଆଲ ଓକେ ଭିଡିଓ ଓକେ। କି ଅନୟୁଜୁଆଲ ମେସେଜ ଯିଏ ବି କଲା, ତାକୁ ଗ୍ରୁପ ରେ ତ ପୁରା ରେଷ୍ଟ୍ରିକ୍ସନ ଅଛି। ତାପରେ ହଁ, ଅମଜାଦ, ଆହୁରି ଗୋଟେ କଥା, ତମେ ତ ଏବେ କହୁଛ ଆପ୍ଲିକେସନ ଅପଡେଟ ହଉଛି, 2 ଦିନ ରହିଯାଅ କି 24 ଘଣ୍ଟା ରହିଯାଅ, ହଁ ତଥାପି ପିଲାମାନେ ମଧ୍ୟ ସେତିକି ବୁଝି ପାରୁନାହାନ୍ତି ଯେ ତୁରନ୍ତ ମେସେଜ କରୁଛନ୍ତି, ଭାଇ ମୋର ହଉନି, ସ୍କ୍ରିନସଟ ଢାଲି ଦଉଛନ୍ତି, ଭାଇ ମୋର ସେଇଟା ଆସୁନି। ମତେ ତାଙ୍କୁ କୁହନ୍ତୁ, ଟିକେ ବୁଝିବାକୁ ଚେଷ୍ଟା କର। ଯୋଉ ବି ମଧ୍ୟ ତମେ ଯୋଉ କହୁଛ, ସେମାନେ ଯେତିକି ଗ୍ରୁପରେ ଅଛନ୍ତି ସେମାନଙ୍କୁ କୁହନ୍ତୁ ଯେ ଟିକେ ବୁଝିବାକୁ ଚେଷ୍ଟା କର। ହଁ, ଖାଲି ସମସ୍ତେ ଖାଲିରେ ହଁ, ସମସ୍ତେ ଟିକେ ବୁଝିବାକୁ ଦେଖ, ଆମର ଦାୟିତ୍ୱ ହେଲା ଆମେ ବୁଝେଇ ବୁଝେଇ ଯାଉଛୁ। ମୁଁ ସେଇ ମେସେଜ ର ଦେଖୁଥିବ, ମୁଁ ରିପ୍ଲାଏ ଦଉନି। ଯୋଉ ମେସେଜ ଟା ମୁଁ ଗ୍ରୁପ ରେ, ଯୋଉ ମେସେଜ ଟା ଭିଡିଓ ଆକାରରେ କି ମିଟିଂ ରେ କହିଦଉଛି, ଯଦି ସେମ କୋଶ୍ଚିନ୍ ଟା ସେ କରୁଛି, ତାହେଲେ ମୁଁ ତାର ରିପ୍ଲାଏ ଦଉନି। ଯଦି କିଛି ନୂଆ ରହୁଛି, ତାହେଲେ ମୁଁ ରିପ୍ଲାଏ କରୁଛି, ହେଲା। ଯାହାର କିଛି ନୂଆ ଡାଉଟ ରହୁଛି। ଓକେ ହଁ, ଓକେ, ଥ୍ୟାଙ୍କ ୟୁ। ରଞ୍ଜନ ତରେଇ, ହଁ କୁହ। ସାର୍, ମୋର ଡାଉନଲାଇନ କିଛି ଅଛନ୍ତି, ଯାହାକି ସବୁ 300 ତଳେ ଅଛନ୍ତି, $300 ତଳେ ଅଛନ୍ତି। ହଁ ତ ସେମାନଙ୍କୁ ମୁଁ କନଭିନ୍ସ କଲେ ସେୟାର କରିବାକୁ, ସେମାନେ ମନା କରୁଛନ୍ତି। ତ ସେଇଟା କଣ କେମିତି ସଲ୍ୟୁସନ ହେଇପାରିବ କି? ତମର କେତେ ଅଛି? ମୋର 360 ଅଛି। 360 ଅଛି। ଦେଖ, ସିଧା ସିଧା କଥା ହଉଛି କି, ଯୋଉମାନେ ବ୍ଲାଇଣ୍ଡ ବକ୍ସ ଯୋଉମାନଙ୍କର ଫିଟିଛି, ଟିକେ ଅଧିକ ଟଙ୍କା ଅଛି, ସେମାନଙ୍କ ପାଇଁ ଏଇ ଜିନିଷ ଟା ବହୁତ ବହୁତ ହେଲ୍ପଫୁଲ, ହେଲା। ମାନେ ବହୁତ ଟଙ୍କା ସେ ହଁ। କମେଇ ପାରିବେ। ହଁ, ଆଉ ହୁଁ ଯୋଉମାନଙ୍କର ବ୍ଲାଇଣ୍ଡ ବକ୍ସ ଫିଟିନି, ମାନେ ନର୍ମାଲ ଟଙ୍କା ଯୋଉମାନଙ୍କର ପଶିଛି ଏଥିରେ, ଯେମିତି କି 10,000, 20,000 କି 30,000 ରେଞ୍ଜ ରେ ଅଛି, ଖାସ କରି 30,000 ଯୋଉମାନେ ସେତ ରିକଭର କରିଦେବେ, ମାସେ ଭିତରେ ରିକଭର ହେଇଯିବ। ଆଜ୍ଞା। ବଟ ଯୋଉମାନଙ୍କର 10 ରୁ 20 ଭିତରେ ଅଛି, ହୁଁ ସେମାନେ ବେଟର ହବ କି 50 USDT ପକେଇକି, ହୁଁ ଯେମିତି ଷ୍ଟାର୍ଟିଂ ରେ ପ୍ରୋସେସ ଥିଲା, ରିଜର୍ଭେସନ ହୁଁ ନେଇକି ଇନକମ କରିକି ୱିଡ୍ର ମାରୁଥିଲେ, ସେମିତି ମାରୁଥିବେ, ଯୋଉ ପର୍ଯ୍ୟନ୍ତ ସ୍ପାର୍କ ଲିଷ୍ଟିଂ ହେଇନି ଆଉ ସେଟା ରିଡିମ୍ ହେଇନି। ସେମାନେ ତ ରାଜି ହଉନାହାନ୍ତି, ସେଇଟା ଏକା ପ୍ରୋବ୍ଲେମ, ନହେଲେ ତ ହେଇଯାନ୍ତା। ହଁ, ଯୋଉମାନେ ରାଜି ହଉନାହାନ୍ତି ସେମାନଙ୍କୁ ଫୋର୍ସ ନାହିଁ। ଏବେ ଦେଖ, ତମେ ଜାଣିଥିଲ ଆଜ୍ଞା। ସିଷ୍ଟମ ଇଏ କରୁଛି, ତମେ କରିଚାଲିଛ,
ହେଲା। ତ ଯୋଉମାନେ ରାଜି ହଉନାହାନ୍ତି ତାଙ୍କ ପାଇଁ କିଛି ସିଷ୍ଟମ ନାହିଁ। ତାଙ୍କୁ ଆମେ ନୂଆ ବୁଝେଇକି କହିବା ଜଏନିଂ ଦେଖ କେତେ ଦେଖ 5,000 ନା 10,000 ଅଛି? ପଇସା ଅଞ୍ଜୟ ଭାଇ ପଇସା ପଇସାଟା ହଉଛି ତାଙ୍କର, ରିସ୍କ ତାଙ୍କର। ଆମେ ଅଲରେଡି ଆମେ ଜାଣିଛେ କି କମ୍ପାନୀ ମାସେ ୱିଡ୍ର ବନ୍ଦ କରିଦେଇଥିଲା, ତାପରେ କିନ୍ତୁ କମ୍ପାନୀ ବନ୍ଦ ହେଇଥିଲା, ୱିଡ୍ର ଟାକୁ ସେ ଷ୍ଟପ୍ କରିଥିଲା ହେଲା। କମ୍ପାନୀ କିନ୍ତୁ ସବୁବେଳେ କହୁଛି କି ମୁଁ ବଞ୍ଚିଛି। ସେ ଧୀରେ ଧୀରେ ଅପଗ୍ରେଡେସନ କରି କରି ଏବେ ସିଷ୍ଟମ ଟାକୁ ଗୋଟେ ଫୁଲ ଫଙ୍କସନାଲିଟି ରେ ଆଣିଛି। ମାନେ ଯେମିତି ୱିଡ୍ର ଟା ଟାଇମ ଟାଇମ ଆସୁଛି, କାମ ଯାକ ଟିକେ ଲେଟ୍ ଲାଟ୍ ହଉଛି, ବଟ୍ ସିଷ୍ଟମ ଟାକୁ ଏବେ ଆମର ଯେମିତି ୱିଡ୍ର ଫୁଡ୍ର ଆସିବା କଥା ସେମିତି ଠିକ ଠାକ ଚାଲିଛି ହେଲା। ଅଞ୍ଜୟ ତ ଭାଇ, ହଁ, ଅନୁଜ କୁହ। ନୂଆ ଜଏନିଂ କେତେ 5,000 ହବ ନା କାଲି ପର ଦିନକୁ 10,000 ହବ? ନୂଆ ଜଏନିଂ ଏବେ ନୂଆ ଜଏନିଂ 5,000 କଲେ 5,000 କର, 10,000 କଲେ 10,000 କର, ଯେମିତି ତମକୁ ନା ଟୋକନ 5,000 ରିସିଭ ରେ କଲେ ନା 5,000 କଲେ ଅଫଲାଇନ କଣ ସେଇ 7,500 ଫି ମିଳିବ ସେଇଟା ତ? ଏପର୍ଯ୍ୟନ୍ତ ଦେଖ, ଏପର୍ଯ୍ୟନ୍ତ ଆଜି କାଲି ଯୋଉମାନେ ଜଏନ କରେଇଛନ୍ତି ସେମାନଙ୍କୁ ଏଯାଏଁ ଟୋକନ ଆସିନି। ରିସିଭ ହେଇନି, ଟୋକନ ଆସିନି। ହୁଁ। ୟା ଅର୍ଥ କିଛିଟା ଚେଞ୍ଜେସ୍ ତାଙ୍କର ଚାଲିଛି, ତ ଅଫିସିଆଲ ଅପଡେଟ ପାଇଁ ଟିକେ ହୁଁ। ରହିଯାଅ। ଏବେ ଜଷ୍ଟ ଗୋଟେ ନା କଲି ମୁଁ, କାଲି ତାକୁ କାଲି ବି ଟୋକନ ଲାଷ୍ଟ ଅଛି ମିଳିଲାନି। ତ ସେଥିପାଇଁ କହୁଥିଲି। ଟୋକନ ମିଳିଲାନି ନା ଅରୁଣ? ନାଇଁ ନାଇଁ ଟୋକନ ମିଳିଲାନି। ହଁ, ସେଥିପାଇଁ ତାଙ୍କର କିଛି ଅପଡେସନ ଚାଲିଛି, ଟିକେ ବ୍ରେକ୍ ହେଇଯାଉ। କେତେ ଟଙ୍କା ସେ ଅପଡେଟ କରିବେ କଣ କରିବେ, କାରଣ ସେ ସଫ୍ଟୱେୟାର ସହିତ ସହିତ ନ୍ୟୁଜ ବି ଅପଡେଟ କରୁଛନ୍ତି, ବୁଝିପାରୁଛ ନା ନାଇଁ? ହଁ ମୁଁ କାରଣ କାଲି ଗୋଟେ ଜଏନ କରିବାର ଥିଲା ତ। ହଁ, ଟ୍ରେଜର ଏନଏଫଟି ଟା ଏଟା ଛୋଟ ମୋଟ ସଫ୍ଟୱେୟାର ନାହିଁ ନା, ଏକାଥରକରେ ରିଜର୍ଭେସନ ଦଉଛି, ଷ୍ଟେକ୍ ଦଉଛି, ୱିଡ୍ର ଚଲାଉଛି, ଆଉ ଇଏ ସବୁ ମଝିରେ ଟୋକନ ଆଣି ଦେଇଛି, ସ୍ୱାପ ଅପସନ ଦେଇ ଦେଇଛି, ମାନେ ଏଟା ଗୋଟେ ବଡ ସଫ୍ଟୱେୟାର ଟା, ବୁଝିଲେ କି? ତ ଧୀରେ ଧୀରେ ତାକୁ ୱେବ୍ ସେଟଲ ହେବା ପାଇଁ ସିଷ୍ଟମ। ଯାହାହେଲେ ବି ଟାଇମ ଲାଗିବ। ଆଉ ଲୋକମାନେ ତାକୁ ହଁ ସ୍ଥିର କାଲି କରିବାକୁ ଦିନଟା ରହିଯିବା ଦଉନାହାନ୍ତି। ପରଦିନ କରିବା। ହଁ, ଲୋକମାନେ ତାକୁ ସ୍ଥିର ହବାକୁ ଦଉନାହାନ୍ତି। ସାଙ୍ଗେ ସାଙ୍ଗେ ଆଇଲା ମାନେ ସାଙ୍ଗେ ସାଙ୍ଗେ ଏକାନେ ହାବୁଡି ଦଉଛନ୍ତି 50 ଲକ୍ଷ ଲୋକ ହେଲା। ସାର୍ ଯେ ଘାଣ୍ଟିକି ମୂଳ ଏବେ କଣ ବେପାର ଆଜ୍ଞା କରୁଛି ଶୁଣନ୍ତୁ, ଖାଲି ବୁଝିଦେଲେ ଏବେ ତ କଲେ ବି 50,000 ଏ 5,000 ଯେ ନ କରିପାରିବେ, ଆସନ୍ତା ଆଜିର ବଢିଗଲା ପରେ ସେଟା 10,000 ଲାଗିବ। ହଁ, ମାନେ 10,000 ଲାଗିବ ସେଇଟା କଥା ନାହିଁ, 5,000 ଦେଇକି ଜଏନ ହେଇପାରିବ, କିଛି ଅସୁବିଧା ନାହିଁ। ଆଚ୍ଛା ଆଚ୍ଛା। ହଁ। ସିଏ କହିବା କଥା ଯଦି ଆପଣ 5,000 ପକଉଛନ୍ତି ହେଲେ, ତାହେଲେ ଆପଣ ରିଜର୍ଭେସନ ଯେ ନଉଛନ୍ତି ସେମିତି ରିଜର୍ଭେସନ ନେଇପାରିବେ, ବୁଝିପାରିଲେ ନା ନାଇଁ? ରିଜର୍ଭ ହଁ ହେଇପାରିବ। ହଁ କିନ୍ତୁ ଆପଣଙ୍କର ଯୋଉ ପୁରୁଣା ଆମାଉଣ୍ଟ ଟାକୁ ଷ୍ଟେକ୍ ରେ ପକେଇବା ପାଇଁ ହେଲେ ଆପଣଙ୍କୁ ଆମାଉଣ୍ଟ ଡବଲ ଲାଗିବ, TOFT ଟୋକନ ଟା କିଣିବା ପାଇଁ। ହଁ। କିନ୍ତୁ 12,500 ଯାହା ରିଜର୍ଭେସନ ଯାହା ପାଇଁ ଯେତିକି ଆପଣ ଲାଗିଲା। 5,000 ଟଙ୍କା ଜଏନିଂ କରିପାରିବେ। ବାସ୍। ଠିକ ଅଛି, ଗୋଟେ ଦିନ ରହିଗଲେ ହେଇଯିବ ଆଉ। ଜଣାପଡିଯିବ କ୍ଲିୟର। ତ ଏବେ ଆମକୁ ଜଏନିଂ ବେନିଫିଟ ଟା କି ଡିପୋଜିଟ ବେନିଫିଟ ଟା ଆସୁନି, ତ ଟିକେ ୱେଟ୍ କରିବା ଆଉ। ଠିକ ଅଛି। ଆଉ କଣ ଡାଉଟ୍ ଅଛି? କାଲି ଜଣଙ୍କର ଜଏନିଂ କରିଥିଲେ, ଆଜି ପଳେଇ ଆସିଛି ତାର, କାଲି ଆସିନଥିଲା ଆଜି ଆସିଛି। ହଁ, ମାନେ ଆକ୍ଟିଭିଟି ଆକ୍ଟିଭିଟି ରିଫରାଲ ସ୍ଲଟ ଟାକୁ, ଆକ୍ଟିଭିଟି। ହଁ। ହଁ ରିଫରାଲ ଟା ଆଜି ଆସିଛି। ହଁ, ଯୋଉମାନେ ମାନେ ୟୁଟ୍ୟୁବ ରେ ନାହାନ୍ତି, ମାନେ ଭିଡିଓ ଯାକ ମୁଁ ପକେଇଦେବି ହେଲେ ଲିଙ୍କ ଟା ମୁଁ ଚାଟ ବକ୍ସ ରେ ଛାଡିଛି, ଜଏନ କରିଯିବ ୟୁଟ୍ୟୁବ ରେ। ଠିକ ଅଛି, କିଛି ଅସୁବିଧା ନାହିଁ, ତାହେଲେ ଆମେ ରତ୍ନାକର ନାୟକ ଲାଷ୍ଟ ଜଏନ ହଉଛନ୍ତି। ଅମଜଦ ଭାଇ ହଁ ହ୍ୟାଲୋ। ହଁ, ବାବା ଟାଇଗର, ବହୁତ ଦିନ ପରେ କୁହ। ଶୁଣନ୍ତୁ, ଯୋଉ ଆମର ଯୋଉ ମୋ ଗୋଟେ ପିଲାଟା ଜଏନିଂ କରିଥିଲି, ତାର 3 ମାସ ହେଇଲାଣି, ଏବେ ତ ୱିଡ୍ରାଲ କରିବା ହବନି, ତା ରେଫରରେ ଯାହେଲେ ପିଲା ଜଏନିଂ କରିବାକୁ ପଡିବ ବୋଧେ? ହଁ, ସମସ୍ତଙ୍କୁ ସେମ ରୁଲ। ହଁ, ସେ ସେମ ରୁଲ, 3 ମାସ ଭିତରେ ଯେମିତି ଆମକୁ 3 ମାସ ଭିତରେ କରିବାକୁ ପଡିବ, 3 ମାସ ପରେ ହେଲେ ମାତ୍ର ଆମର ୱିଡ୍ରାଲ ଲକ୍ କରିଦଉଛି ପରା କମ୍ପାନୀ। ନାଇଁ, ଏପର୍ଯ୍ୟନ୍ତ ସେଇଟା ଡିକ୍ଲେୟାର ହେଇନି, ଏପର୍ଯ୍ୟନ୍ତ ସେମିତି କିଛି ଡିକ୍ଲେୟାର ଡିକ୍ଲାର ହେଇନି। ହେଇନି। ନା ନା, ନାଇଁ ନାଇଁ ସେ ୱିଡ୍ରାଲ ଟା ଆସୁଛି ବାବା ଟାଇଗର, ଏବେ ଆସୁଛି ୱିଡ୍ରଲ୍ ୱିଡ୍ରାଲ। ଟା ଆସୁଛି, ସେମିତି କିଛି ଡିକ୍ଲେୟାର ହେଇନି ଏବେ। ନାଇଁ ନାଇଁ, ଯୋଉ 3 ମାସ ହେଇଲାଣି ତ କେତେଟା ପିଲାଙ୍କର, ତାଙ୍କେ ଗୋଟେ କିଛି ଜଏନିଂ କରିନାହାନ୍ତି ତାଙ୍କ ରେଫରରେ। ନା ନା, କିଛି ଅସୁବିଧା ନାହିଁ, ଏବେ ଚାଲିଛି ସବୁ ଠିକ ଠାକ। ହଁ ହଁ, ଥ୍ୟାଙ୍କ ୟୁ ଭାଇ। ହଉ ହଉ ହଉ, ଆଉ କାହାର କିଛି ଡାଉଟ୍ ଅଛି? ବିରାଟ ବାବୁ ଆଜି ନାହାନ୍ତି କି? ନାଇଁ ବିରାଟ ବାବୁ କଲ୍ କରିଥିଲେ, ହେଲେ ସେ ସିଆଡେ ଲାଗିଛନ୍ତି ଟୋକନ ମାନେ ଆକ୍ଟିଭେଟ କରିବା।
ଆଚ୍ଛା 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 ହଉ ହଉ ଠିକ ଅଛି ଠିକ ଅଛି ତାହେଲେ ଆମେ ମିଟିଂଟାକୁ କ୍ଲୋଜ କରିବା। ଆଉ ସେ କେମିତି ଟୋକନ ଲିଙ୍କ କରିକି ନୂଆ ଆକାଉଣ୍ଟରେ କେମିତି ଟୋକନ ପାଇବ ତାର ଭିଡିଓଟା ମୁଁ ଛାଡ଼ିବି ୟୁଟ୍ୟୁବରେ। ଯୋଉମାନେ ୟୁଟ୍ୟୁବ ଜଏନ୍ କରିନ ଲିଙ୍କଟା ଡେସ୍କ୍ରିପସନ ବକ୍ସଟା ମୁଁ ଚାଟ୍ ବକ୍ସରେ ଦେଇଦେଇଛି ୟୁଟ୍ୟୁବର ଡିଟେଲ୍ସଟା ସେୟାର କରିଦିଅ। ମାନେ ଯୋଉ ସାଙ୍ଗମାନେ ତମର କି ଡାଉନଲାଇନ୍ ମାନେ ଜାଣିନଥିବେ ତାଙ୍କୁ କହିକି ସବସ୍କ୍ରାଇବ କରିଦିଅ, ତାହେଲେ ଭିଡିଓ ଯାକ ପାଇବେ। ଆଉ ଡାଉଟ୍ ଯାକ ମଝିରେ ମଝିରେ ପଚାରିବେନି, ସବୁତିକ ଭିଡିଓ ସେଇଠି ରହିବ। ଠିକ ଅଛି ଚାଲ ଥ୍ୟାଙ୍କ ୟୁ। ଆଉ ନଟ ଠାକୁରାଣୀ ଭୋଜି କେବେ କରିବା? ସେଇଟା ଏବେ ତମେ ସମସ୍ତଙ୍କର କୃପାରେ ହବ ଆଉ। ସମସ୍ତେ ଭିଡିଓ ମାରନ୍ତୁ, ସମସ୍ତଙ୍କ କୃପାରେ ଭୋଜିଟା ହବ ଆଉ। ଓଇଟା ଚାଲିଲା ଆଉ ଥରେ ପୁରୁଣା ଆମର ଜିନ୍ ଚାଲୁଥିଲା। ବାସ୍ ବାସ୍ ସେଇ ରେଞ୍ଜରେ ଚାଲିବ। ନଟ ଠାକୁରାଣୀ ମଣ୍ଡପରେ ସେ ମା ଠାକୁରାଣୀ ପାଖରେ ଆଶ୍ରୟ ନେଇଥିଲୁ, ତା ପାଖରେ କେବେ ହେଲେ ଗୋଟେ କରିବା ଆଉ। ଠିକ ଠିକ ହଉ ଚାଲ।